ଆପଣ ଯେତେବେଳେ ପୁରୀ ଜଗନ୍ନାଥ ଧାମକୁ ଦର୍ଶନ କରିବାକୁ ଯାଉଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ ସିଂହଦ୍ୱାର ଦେଇ ଆପଣ ଯେତେବେଳେ ଦର୍ଶନ କରିସାରିବେ ମନେ ରଖନ୍ତୁ ଥରଟିଏ ଆପଣ ଯେମିତି ହେଲେ ପଶ୍ଚିମ ଦ୍ୱାରକୁ ଯିବାକୁ ଭୁଲିବେନି। କାରଣ ପଶ୍ଚିମ ଦ୍ୱାରରେ ଆପଣ ଯେଉଁ ଦଳା ଚକଟା ଆଉ ରାସ୍ତାରେ ଯେଉଁ ଲାଇନ୍ ମାନେ ଯିବାର ଯେଉଁ କଷ୍ଟଟା ଶେଷରେ ଲାଘବ ହେବ। ଅତି ସୁନ୍ଦର ଦୃଶ୍ୟ ଆପଣ ଦେଖିବାକୁ ପାଇବେ। ଆରାମସେ କିଛି ସମୟ ବସିବେ, ଭଗବାନଙ୍କର ମାନେ ଯେଉଁ ଜଗନ୍ନାଥଙ୍କୁ ସ୍ମରଣ ବି କରିପାରିବେ। ତା ସହିତ ଯେଉଁ ଦୃଶ୍ୟ ଆପଣ ଦେଖିବେ ସେଇଟା ନିଶ୍ଚିତ ଭାବରେ ଆପଣଙ୍କୁ ଫିଲ୍ ହେବ ଯେ ଆନ୍ତର୍ଜାତୀୟ ସ୍ତରର ମାନେ ପ୍ରଭୁଙ୍କର ପଶ୍ଚିମ ଦ୍ୱାର ପଟରେ ଯେଉଁ କରାଯାଇଛି ମାନେ ସରକାରଙ୍କ ତରଫରୁ ଆପଣ ନିଶ୍ଚିତ ଫିଲ୍ କରିବେ ଏଇଟା ହେଉଛି ଆନ୍ତର୍ଜାତୀୟ ସ୍ଥାନ ଭଳିଆ। ତେଣୁ ଆପଣ କେବେ ବି ଭୁଲିବେନି ପଶ୍ଚିମ ଦ୍ୱାରକୁ ଜଗନ୍ନାଥଙ୍କର ଦର୍ଶନ ପରେ ନିଶ୍ଚିତ ଯିବେ। ଆଉ ସମୟ ଦେଖିବେ ସେଠି ମାନେ ପଳେଇବ, କିନ୍ତୁ ଆପଣ କେବେ ବି ସୁଦ୍ଧା ଥକାପଣ ଫିଲ୍ କରିବେନି। ଓଲଟା ବହୁତ ମାନେ ଖୁସି ଅନୁଭବ କରିବେ, ଶାନ୍ତି ଅନୁଭବ କରିବେ। ତାପରେ ଘରକୁ ଆପଣ ଆସିପାରିବେ ଜଗନ୍ନାଥଙ୍କର ଆଶୀର୍ବାଦ ନେଇକରି। ନିଶ୍ଚିତ ଭାବରେ ଥରେ ପଶ୍ଚିମ ଦ୍ୱାର ଯିବାକୁ ଭୁଲିବେନି। ରହିଲୁ।